ସାରିଲୁଣି କେବଳ ଏ ଲଙ୍କାର ରଣାଙ୍ଗନରେ ଏକମାତ୍ର ଖଣ୍ଡ করে লক্ষ্মণ মতে একা করে ছাড়ি যাবি লক্ষ্মণ উঠ লক্ষ্মণ এই লঙ্কার রণাঙ্গনে রাবণ তার অনেক মায়া বিস্তার করেছি যথাশীঘ্র ধ্বংস কর ମୋ ପୁରା ଅଭିମାନ କରନି ଲକ୍ଷ୍ମଣ ପ୍ରାଣ ପ୍ରତି ମୋର ତତେ ନେଉଠି ଡାକୁଛି ଲକ୍ଷ୍ମଣ ଉଠିଥା ଲକ୍ଷ୍ମଣ ମୋ ପାଖକୁ ଫେରି ଆ ଲକ୍ଷ୍ମଣ ହନୁମନ୍ତ ଅଙ୍ଗରାଜି ମୁଖକୁ ଯାଇ शक्ति को मो लक्ष्मण मते प्रयोग करिछि ना प्रभु से शक्ति को मोर सामर्थ्य सहयोग करि पार नथिबो शीघ्र ता शरीर में से सरकु निकियो कर जाओ हनुमान यथा शीघ्र जाओ पंचविंश युक्त कोटि रत्न सेनापति परिश्रम कर नहीं से शक्ति को मोर सानुज लक्ष्मण शरीर बाहर करने केवल मुही समर्थ छाड़ी दियो कवि सैन्य माने मोर सानुज लक्ष्मण शरीर से स्वर को बाहर कर छाड़ी अभिमान करिचुना सेतिपई लंकार रणांगण मत एका करी छाड़ी चली गलु मुझे दी पिंड हुए तू दिल मोर प्राण सदृश रामर प्राण प्रति दिलु तू दिलु मोर लक्ष्मण काईकी अरे काईकी लंकार रणांगण मत अभिमान भरा हृदय मत छाड़ी एका करी चली गलु भाई मोरी
ସତ୍ୟକୁ ପାଳନ କରି ଅରଣ୍ୟକୁ ଆସିବା ସମୟରେ ତୁ ବାରମ୍ବାର ମତେ ଅନୁରୋଧ କରିଥିଲୁ, ଭ୍ରାତା ଆପଣ ଯେଉଁଠାରେ ରହିବେ ମୁଁ ଆପଣଙ୍କ ସଙ୍ଗତରେ ସେଇଠାରେ ରହିବି। ତତେ ସ୍ନେହ ଦେବା ପାଇଁ ସ୍ନେହ ବସତେ ମୋ ସଙ୍ଗତରେ ଧାଇଁ ଆସିଲେ ନିଘଣ୍ଟ ଅରଣ୍ୟ ମଧ୍ୟକୁ। ତେଣୁ ସେଇଦିନ ଠାରୁ ତୋ ପ୍ରଭୁ କର୍ତ୍ତବ୍ୟ ପ୍ରତି ତୁ କେବେ ଅପେକ୍ଷା କରିଲୁ ଲକ୍ଷ୍ମଣ। ହେଲେ ଏ ରାମ ଅବହେଳା କରିଦେଲା ତାର ଜ୍ୟେଷ୍ଠ ଭ୍ରାତାର କର୍ତ୍ତବ୍ୟ ସୁନ୍ଦର ରୂପେ ନିଭେଇବା ପାଇଁ। 40,320 ଦିବସ ମୋ ଭ୍ରାତାକୁ ମୁଁ ପାସ ରଖିଲି। ଘରେ ଲକ୍ଷ୍ମଣ ତୁ ସିନା ମୋ କଷ୍ଟ କୌଶଲ୍ୟ କରିବା ପାଇଁ ମୋ ସଙ୍କଟରେ ଅରଣ୍ୟକୁ ଚାଲି ଆସିଲୁ। ହେଲେ ରାମ ତଳରାଶି ଜଳରାଶି ମଧ୍ୟରେ ଥିବା ଏ ଲଙ୍କାର ମାୟାପୁରକୁ କିପରି ଭେଦ କରିବ? କାହିଁକି ଚାଲି ଚାଲି ଗଲେ ଲକ୍ଷ୍ମଣ? ତୁ ମୋର ପ୍ରାଣ ସଦୃଶ ଥିଲୁ ଲକ୍ଷ୍ମଣ। ବିଶ୍ୱାମିତ୍ର ଜାଗ କାଳେ ଭଙ୍ଗ ହୋଇଗଲୁ। जीवन धारण लक्ष्मण प्रति असंभव। जितेबाला लंका रणांगन राम जीवन धारण कर तू मत केमी छाड़ी चली गलु लक्ष्मण? जानू जो व्यक्ति माने निजर देश छाड़ी अन्यत्र देश को यात्रा करती सर्वप्रथमे खर प्रकृतिर लोक संगतरे मैत्रता स्थापन करती लक्ष्मण। त्रिभुवन मध्य राम जो गले भाटा फाड़ा असंभव लक्ष्मण। कह लक्ष्मण तू क्या लक्ष्मण डाकबी कह। अनेक देश Hare Hare
ସେତୁର ମାର ଲାଳସାକୁ ଚରିତାର୍ଥ କରିବା ପାଇଁ ନିଘଞ୍ଚରଣ୍ୟ ମଧ୍ୟକୁ ଧାଇଁଗଲି ସୁବର୍ଣ୍ଣ ନିର୍ମିତ ମୃଗକୁ ବଦ୍ଧ କରିବା ପାଇଁ। ବଦ୍ଧ କରିବା ଯିବା ପୂର୍ବରୁ ତୁ ମତେ କହିଥିଲୁ ଭ୍ରାତା, ସୁବର୍ଣ୍ଣ ନିର୍ମିତ ମୃଗ ତ ଦେଖିବା ଦୂର କଥା, ଆପଣ କେବେ ବେଦଶାସ୍ତ୍ରରେ ପଢିଛନ୍ତି? ଆପଣ କେବେ ଶ୍ରବଣ କରିଛନ୍ତି? କିନ୍ତୁ ଗୋଟେ ସ୍ତ୍ରୀର କର୍ତ୍ତବ୍ୟକୁ ସମ୍ପାଦନ କରିବା ପାଇଁ, ଗୋଟେ ପତିର କର୍ତ୍ତବ୍ୟକୁ ସମ୍ପାଦନ କରିବା ପାଇଁ ଯାଇ ତୋ କଥାକୁ ଉଚ୍ଛେଦ କରି ମୁଁ ନିଘଞ୍ଚ ଅରଣ୍ୟ ମଧ୍ୟକୁ ଧାରିଗଲି। ଲଙ୍କାର ଅଧୀଶ୍ୱର ପାପାଚାରୀ ରାବଣ ସେହି ସମୟରେ ସୁବର୍ଣ୍ଣ ସୁଯୋଗ ନେଇ ମୋର ପର୍ଣ୍ଣଶାଳାରୁ ସୀତାଙ୍କୁ ହରଣ କରି ନେଇ ଚାଲିଗଲା। ସୀତାଙ୍କୁ ଲଙ୍କାପୁରରୁ ମୁକ୍ତ କରିବା ପାଇଁ ସୁଗ୍ରୀବଙ୍କ ସଙ୍ଗତରେ ମୈତ୍ର ସ୍ଥାପନ କରି ସପ୍ତ ସିନ୍ଧୁରେ ସେତୁ ପ୍ରତିଷ୍ଠା କରି ଲଙ୍କାର ରଣାଙ୍ଗନରେ ଆସି ପରିଶେଷରେ ଉପସ୍ଥିତ ହୋଇଥିଲା ଏ ରାମ। କାରଣ ଯେହେତୁ ତୁ ମୋର ସାଥିରେ ଥିଲୁ, ମୋ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା, ମୋର ସଙ୍ଗତରେ ମୋର ବୀର ସଦୃଶ ସାନୁଜ ଲକ୍ଷ୍ମଣ ଅଛି। ଆଜି ଯେତେବେଳେ ତୁ ମୋ ସଙ୍ଗତରେ ନାହୁଁ, ସେ କଷ୍ଟ ଆହୁରି ସଦା ସାଧ୍ୟ ହେଇଯାଉଛି ରେ ଲକ୍ଷ୍ମଣ। ଏ ଜଗତରେ ମତେ ସୀତା ଅନେକ ମିଳିବେ, କିନ୍ତୁ ତୋ ପରି ଭ୍ରାତା ଏ ରାମକୁ ମିଳିବେନି ଲକ୍ଷ୍ମଣ। ସୀତା ମୋର ଦରକାର ନାହିଁ ଲକ୍ଷ୍ମଣ, ତୁ ମୋର ଦିବ୍ୟାଙ୍ଗ ଦରକାର। ଚାଲିଆ ଲକ୍ଷ୍ମଣ, ଏ ରାମତ୍ର ବିଚ୍ଛେଦକୁ ସହ୍ୟ କରିପାରୁନି ଲକ୍ଷ୍ମଣ। ଯେତେବେଳେ ଋଷ୍ୟ ଶୃଙ୍ଗ ମୁନିଙ୍କର ଆଶୀର୍ବାଦକୁ ନେଇ ଆମେ ଚାରି ପୁତ୍ର ଜନ୍ମ ଗ୍ରହଣ କରିଥିଲେ, ସେତେବେଳେ ଆମେ ଚାରି ପୁତ୍ର ଜନ୍ମ ଗ୍ରହଣ କରି ପିତାଶ୍ରୀଙ୍କର କୁଳ ମଣ୍ଡନ କରି ଅପୁତ୍ରିକ ଦୋଷରୁ ତାଙ୍କୁ ମୁକ୍ତ କରିଥିଲେ। ଲକ୍ଷ୍ମଣ, ସୀତାଙ୍କର ବିଚ୍ଛେଦକୁ ରାମ ସହ୍ୟ କରିଥିଲା, ପିତାଶ୍ରୀଙ୍କର ବିଚ୍ଛେଦକୁ ରାମ ସହ୍ୟ କରିଥିଲା। ରାତ୍ର ପାଇଥିଲେ ଅଯୋଧ୍ୟା ରାଜସିଂହାସନରେ ମୁଁ ହୋଇଥାନ୍ତି ଚକ୍ରବର୍ତ୍ତୀ ସମ୍ରାଟ। ହେଲେ ମୋ ଭାଗ୍ୟର ବିଡ଼ମ୍ବନା, ସେଥିରୁ ମଧ୍ୟ ମୁଁ ପରିଶେଷରେ ମୁକ୍ତ ହେଲି, ସେଥିରେ ମଧ୍ୟ ମୋର କୌଣସି ଶଙ୍କା ନଥିଲା। ହେଲେ ହେ ଲଙ୍କା ରଣାଙ୍ଗନରେ ଯେତେବେଳେ ତୁ ମୋ ନିକଟରେ ନାହୁଁ, ମତେ କି ଇଚ୍ଛା ହବ ଲକ୍ଷ୍ମଣ? ମତେ କିଏ ପ୍ରଭୁ ପ୍ରଭୁ ବୋଲି ଡାକି ସମ୍ବୋଧନ କରିବ? କହ ଲକ୍ଷ୍ମଣ। ଯେତେବେଳେ ଗୋଟେ ରୋଗୀର ଶରୀରରେ ରୋଗର ଅସହାୟ ଜ୍ୱାଳା ବୃଦ୍ଧି ପାଇବାକୁ ଲାଗେ,
ସେତେବେଳେ ଗୋଟେ ବୈଦ୍ୟର ତାର ନିତ୍ୟାନ୍ତ ଆବଶ୍ୟକତା ପଡ଼ିଥାଏ ଲକ୍ଷ୍ମଣ। ଯଦି ଏ ଲଙ୍କାର ରଣାଙ୍ଗନ ମଧ୍ୟରେ ରାମ ଏକ ରୋଗୀ ସାଜିଛି, ତୁଟିକୁ ତାର ବୈଦ୍ୟ ସଦୃଶ। କହ ଲକ୍ଷ୍ମଣ, ଗୋଟେ ବୈଦ୍ୟର ବିନା ରୋଗୀ କେବେ ସୁସ୍ଥ ହୋଇପାରେ? ଆଜି ଯେତେବେଳେ ବୈଦ୍ୟ ଜମପୁରକୁ ଯାତ୍ରା କରୁଛି, ହେ ରାମର ଶରୀରରେ ରୋଗର ଜ୍ୱାଳା ଏତେ ବୃଦ୍ଧି ପାଇବାକୁ ଲାଗିଛି ଯେ ମତେ ବୈଦ୍ୟର ନିତ୍ୟାନ୍ତ ଆବଶ୍ୟକତା ଅଛି। ଆ ଲକ୍ଷ୍ମଣ, ବୈଦ୍ୟ ସାଜି ମୋର ଶରୀରରେ ଚଳୁଥିବା ଏ ରୋଗକୁ ବିନାଶ କର। ଲକ୍ଷ୍ମଣ ତତେ ଛାଡ଼ି ବଞ୍ଚି ପାରିବନି, ହେ ରାମ ତତେ ଛାଡ଼ି କେବେ ବଞ୍ଚି ପାରିବନି ଲକ୍ଷ୍ମଣ। ଚାଲିଆ, ହେ ରାମ ତତେ ଭିକ୍ଷା ମାଗୁଛି ଲକ୍ଷ୍ମଣ, ଚାଲିଆ ଲକ୍ଷ୍ମଣ। 수세너로 남디셔고 산으로 구라요 애비 설려내려고 거리바로 구워요 애비 설려내리지아이 서쪽으로 କହିପାରିବ ଏ ଲଙ୍କାର ରଣାଙ୍ଗନ ମତେ କିଏ ସାହା ହବ? କେମନ ଦେବନ ଜୀବ ମୋ ଲକ୍ଷ୍ମଣ ଆହେ ବିଭୀଷଣ ଆହେ ବିଭୀଷଣ କେମନ ଦେବନ ଲକ୍ଷ୍ମଣ ପୁନର୍ଜୀବନ କିପରି ବଞ୍ଚିବ କୁହ? ଲଙ୍କପତି ଲକ୍ଷ୍ମଣର ବିଚ୍ଛେଦକୁ ରାମ ସହି କରିପାରିନି। ପ୍ରଭୁ, ଏ ଶୋକକୁ ପରିତ୍ୟାଗ କରନ୍ତି ପ୍ରଭୁ। ଯଦି ଯମରାଜପୁରେ ସାମେ ଠାକୁର ଥାନ୍ତି, ମୁଁ ନିଶ୍ଚିନ୍ତ ଭାବରେ ବାହୁଡ଼ାଇ ଆଣିବି ପ୍ରଭୁ। ଆପଣ ବାହୁଡ଼ାଇ ଆଣିବେ? ମୁଁ ସତ୍ୟ ସତ୍ୟ ନିର୍ବାଦ ସତ୍ୟ କରି କହୁଛି ପ୍ରଭୁ। ତାହେଲେ ମୋର କିଛି ଦ୍ରବ୍ୟ ଆବଶ୍ୟକତା ଅଛି ପ୍ରଭୁ। ମନ୍ତ୍ରୀ ବଡ଼ ସୁସେନ, ଆପଣଙ୍କର ଯାହା ଦ୍ରବ୍ୟ ଆବଶ୍ୟକ ଏ ରାମ ଦେବାକୁ ପ୍ରସ୍ତୁତ ଅଛି। ଆପଣ ନିଶ୍ଚିନ୍ତରେ କୁହନ୍ତୁ ଆପଣଙ୍କର କେଉଁ ଦ୍ରବ୍ୟ ଦରକାର? ନିତ୍ୟ ଦେବୀ ଆଇ ରାଜି ଦେବୀ ଆଇ
পার্বতী হে শুন লক্ষ্মণ পূজিয়াইবি কহন্তি সুষেণ সুষেণ মুখটাহি কহন্তি রঘুসুত বেগরে ঔষধ দিও দিউবর ভ্রাত हे मंत्रीवर सुसेन आपण जदि लक्ष्मण को जमपुरंक राज्य फेराई आनी पारिबे तले यथाशीघ्र आपणकर कर्तव्य आपण संपादन करंतु आपणकर जेउ जेउ द्रव्य आवश्यकता अछि आपणकर सब कथा को सुनिबा पई आपणकर सर्व द्रव्य को देबा पई राम प्रस्तुत अछि सुषेण कहन्ति शुणिबा आहे रघुमणि गन्धमार्दनरे अछि विचल्य करणी रात्र पाइले घाट बाची होई जीव विचल्य करणी किछि काम जे न करिब मंत्रीवर ବନ୍ଧ ମାଧ୍ୟମରେ ଥିବା ବିଶ୍ୱର ମରୁଡ଼ି ଆଣିଲେ ପ୍ରଭୁଙ୍କର କ୍ଷତି ହୋଇଥିବା ସ୍ଥାନରେ ଲେପନ କଲେ ନିଶ୍ଚିତ ଭାବରେ ଏ ମାନବକୁ ପୁନର୍ଜନ୍ମ ପାଇବେ। ଏ ଆଉ ଗୋଟେ କଥା ମଧ୍ୟ ଏ ରାଷ୍ଟ୍ରକୁ ମଧ୍ୟରେ ଆଣିବାକୁ ପଡ଼ିବ ପ୍ରଭୁ ନଚେତ୍ ଏ ଘା ବାସି ହୋଇଯିବ ଆଉ ବିଶ୍ୱ ଲୋକରୁ ମଧ୍ୟ କିଛି ବାକି କରିବନି ପ୍ରଭୁ। ବିସ୍ମୟ ହୋଇ ରଘୁକୁଳ ଛାଇ ଗନ୍ଧମାର୍ଦନେ ଡାକନ୍ତି ଆସବର ଭାଇ ଶୁଣିଲ ଗନ୍ଧମାର୍ଦନ ଶିରେ କର ଯୋଡ଼ି ଶ୍ରୀରାମଙ୍କ ଚରଣ ତଳେ ବେଗେ ପଡ଼ି हे बंधुमादन मो निकटक आस मंत्रीवर सुसेनक कहवा अनुसार आपणकर मोर नित्यांत आवश्यकता अछि आज मोर लक्ष्मण जीवन आपण हस्तरे मंत्रीवर सुसेनक कहवा अनुसार आपण द्वारा ही मो लक्ष्मण पुनर्जीवित हो पार हे मंत्रीवर सुसेन आपण कहवा अनुसार वर्तमान आपण सम्मुखें गंधमादन उपस्थित सुषेण বলে লুহই এ গন্ধমার্দন জীবন পর্বত ব্রহ্মাণ্ড ক্রীড়া স্থান ଏ ଶ୍ରୀଗନ୍ଧମାର୍ଦ୍ଦନ ନୁହେଁ ପ୍ରଭୁ ଯେଉଁ ଗନ୍ଧମାର୍ଦ୍ଦନରେ ବ୍ରହ୍ମାଙ୍କର କ୍ରୀଡ଼ାସ୍ଥଳୀ ସେଇଠାରୁ ବିଷୟ କରଣୀ ଅଛି ପ୍ରଭୁ। ଏହା ଶୁଣି ଶ୍ରୀରାମ ମଥାରେ କର ଦେଇ ଦୁଃଖପତି ବସିଲେ ଯେ ବ୍ରହ୍ମାଣ୍ଡ ଗୋସାଇ ବିସ୍ମୟ ହୋଇନ ଯେ ଭ୍ରାତକୁ ଗୋଡ଼ କଲେ ଅରଙ୍ଗ ନରେନ୍ଦ୍ର ଏ ଗୀତରେ ଭାରି ବୋଲେ आश्चर्य मंत्रीवर सुसेन कहवा अनुसार मु भावी ए गंधमार्दन द्वारा मो लक्ष्मण पुनर्जीवन पाइब किंतु पुनश्च मंत्रीवर सुसेन कहवा अनुसार ए गंधमार्दन से गंधमार्दन नुहंती जे गंधमार्दन ब्रह्मांकर क्रीड़ास्थली से विशल्य करणी नहीं आसिले मोर लक्ष्मण पुनर्जीवन पाई परिब पुनश्च एक रात्रक मध्य कौन करी हे मैत्र आम ग्रहण रे एमती एक विरति अच्छी बुझ एक रात्र मध्य ब्रह्मांडर क्रीड़ास्थली स्वरूप गंधमादन को जाई सेठार विशल्य करणी नहीं आसी पार जहा फल मो लक्ष्मण पुनर्जीवन पाई परिब सती कह कहन्ति